କାଲିର ଡାଟା ଅନୁଯାୟୀ ଆଜି ସକାଳୁ ଡାଟା ଆସିନାହିଁ। କାଲି ଡାଟା ଅନୁଯାୟୀ ଆମର 10,50,000 ମେଟ୍ରିକ୍ ଟନ୍ 10.5 ଲକ୍ଷ ମେଟ୍ରିକ୍ ଟନ୍ ଧାନ ଆମେ କିଣି ସାରିଲୁଣି। ଏଥିପାଇଁ 2,30,000 କୃଷକ ତାଙ୍କର ଧାନ ବିକିଛନ୍ତି ଏବଂ 18ଟା ଜିଲ୍ଲାରେ ପ୍ରୋକ୍ୟୁରମେଣ୍ଟ ଆରମ୍ଭ ହୋଇଗଲାଣି। ଏଇ ଭିତରେ ଆମେ କୃଷକମାନଙ୍କ ଆକାଉଣ୍ଟକୁ 2,350 କୋଟି ଟଙ୍କା ଅଲରେଡ଼ି ଦେଇସାରିଲୁ। ଇଏ ହେଉଛି ଡାଟା। ତ କୃଷକମାନେ ବହୁତ ଖୁସି ଅଛନ୍ତି। ଆମେ ସମସ୍ତଙ୍କ ଧାନ କିଣିବୁ, କିଛି କାହା ମନରେ କିଛି ବିଭ୍ରାନ୍ତି ନ ଆସୁ। ଆଉ ଇଏ ପ୍ରୋକ୍ୟୁରମେଣ୍ଟ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିବ। ଆଉ ଯେଉଁ 10-12ଟି ଜିଲ୍ଲା ରହିଗଲା ସେ ମଧ୍ୟ ଏଇ ଭିତରେ ଆରମ୍ଭ ହୋଇଯିବ। ଟୋକନ୍ ସବୁଠୁ ଅଧିକା ଦିଆଯାଇଛି। ଗତ ବର୍ଷ ଏତିକି ବେଳକୁ ଆମର 5 ଲକ୍ଷ ଟୋକନ୍ ଦିଆଯାଇଥିଲା। ବର୍ତ୍ତମାନ ଆମେ 11 ଲକ୍ଷ ଟୋକନ୍ ଦେଇସାରିଲୁଣି। 11 ଲକ୍ଷ। ତାର କାରଣ ହେଲା ଆମେ ଏଇ ବର୍ଷ ଛୋଟ ଚାଷୀ, କ୍ଷୁଦ୍ର ଚାଷୀ, ଭାଗ ଚାଷୀ ଏମାନଙ୍କୁ ଆଗ ଟୋକନ୍ ଦେଇଛୁ। ତ ସେଥିପାଇଁ ଟୋକନ୍ ସଂଖ୍ୟା ମଧ୍ୟ ବଢ଼ିଛି। ଟୋକନ୍ ଯେଉଁ ଦିଆଯାଇନି କୁହାଯାଉଛି ତାହା ନୁହେଁ। ଯେଉଁମାନେ ବଡ଼ ଚାଷୀ ଅଛନ୍ତି, ଯେଉଁମାନଙ୍କର ଜମିଦାରୀ ଟାଇପ୍ର ବେପାର ଅଛି, ସେମାନେ ଟିକେ ତାଙ୍କର ଆବଶ୍ୟକତା ଅନୁଯାୟୀ ପାଇପାରିନାହାନ୍ତି। କିନ୍ତୁ ସମସ୍ତଙ୍କୁ ଦିଆଯିବ, କାହାକୁ ଆମେ ଛାଡ଼ିବୁନି। କିନ୍ତୁ ଆମେ ସେଥିପାଇଁ ଆଗ ଛୋଟ ଚାଷୀ ବା ଭାଗ ଚାଷୀମାନଙ୍କୁ ଆଗ ଏଥରିକ ଟୋକନ୍ ଦେଇଛୁ। ବିରୋଧୀ ତ ଅଭିଯୋଗ କରିବେ। ବିରୋଧୀଙ୍କର ପାଦ ତଳୁ ମାଟି ଖସିଗଲାଣି। ନୂଆପଡ଼ା ଉପନିର୍ବାଚନରେ ପ୍ରମାଣିତ ହୋଇଗଲା। କୃଷକମାନେ କେତେ ଖୁସି। କୃଷକମାନେ ଏତେ ଅଜାଡ଼ି ଦେଲେ ଭୋଟ, ଆମ ହିସାବ ବାହାରି ହେଇଗଲା। ଆମେ ତ ଭାବୁଥିଲୁ ସେ 50,000, ମୁଁ ତ ଷ୍ଟେଟମେଣ୍ଟ ଦେଇଥିଲି ସେ 50,000 ଲିଡ୍ ହେବ। କିନ୍ତୁ କେତେ ଲିଡ୍ ହେଲା? 84,000 ଲିଡ୍। ଆମେ କେହି ହିସାବ କରିନଥିଲୁ। ହିସାବ ବାହାରେ ଆଶୀର୍ବାଦ ମିଳିଲା। ତେଣୁ କୃଷକମାନେ ବହୁତ ଖୁସି ଅଛନ୍ତି। ସିଏ ଭୋଟ ଭାରତୀୟ ଜନତା ପାର୍ଟିକୁ ଅଜାଡ଼ି ଦେଇଛନ୍ତି। ଖାଲି ଆଜି ନୁହେଁ, ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏମିତି ତାଙ୍କର ଆଶୀର୍ବାଦ ମିଳିବ। ତାଙ୍କ ସହିତ ପୁରା ସରକାର ଅଛି। ଆମେ କାହାକୁ, କୌଣସି ଗୋଟିଏ କୃଷକକୁ ହଇରାଣ କରିବାକୁ ଦେବୁ ନାହିଁ। ନୂଆ ବର୍ଷରେ କ'ଣ ଆପଣଙ୍କ ବିଭାଗ ପାଇଁ ଆହ୍ୱାନ ରହିବ ବୋଲି ଭାବୁଛନ୍ତି? ଆମର ପ୍ରତ୍ୟେକ ଆହ୍ୱାନକୁ ଆମେ ଚ୍ୟାଲେଞ୍ଜର ସହିତ ଗ୍ରହଣ କରୁଛୁ। ପ୍ରୋକ୍ୟୁରମେଣ୍ଟ ହେଉ କିମ୍ବା PDS ଚାଉଳ ଡିଷ୍ଟ୍ରିବ୍ୟୁସନ୍ ହେଉ କିମ୍ବା ଆପଣଙ୍କ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଡେଭଲପମେଣ୍ଟ ହେଉ। ଆମେ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ସାଇନ୍ସ ସିଟି ଗୋଟେ ଭୁବନେଶ୍ୱର କରିବା ପାଇଁ ମଧ୍ୟ ଆଉ ଲାଗିଛୁ। 100 ଏକର ଜାଗା ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ପ୍ରଦାନ କରିଛନ୍ତି। ସେ କାର୍ଯ୍ୟ ମଧ୍ୟ ଆଗକୁ ଚାଲିଛି। ବାୟୋଟେକ୍ନୋଲୋଜିର ମଧ୍ୟ ବିସ୍ତାର ହେବ ଏବଂ ସ୍ପେସ୍ ସାଇନ୍ସର ମଧ୍ୟ ଡେଭଲପ୍ ହେବ। ଆମେ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିକୁ ପଛରେ ରଖିନା କିମ୍ବା ଯୋଗାଣ ବିଭାଗ ମଧ୍ୟ ପଛରେ ରଖିନା। ଦୁଇଟାକ ବିଭାଗ ସମତୁଲ ଭାବରେ ଚାଲିଛି ଏବଂ ଲୋକଙ୍କ ଆକାଂକ୍ଷା ନେଇକରି ଆମେ କାମ କରୁଛୁ। କୌଣସି ଭାବରେ ପବ୍ଲିକ୍ ଯେମିତି ଅଶାନ୍ତି ନ ହୁଏ ସେ ପ୍ରତି ସରକାର ପୁରା ଦୃଷ୍ଟି ରଖିଛନ୍ତି। ଆମର କାଲି ଗୋଟେ ଅର୍ଡ଼ର ଆସିଛି, ଯେଉଁ ଚାଉଳ ଇଭାକୁଏସନ୍ ହେଇପାରିନଥିଲା ସେଇ ବାବଦରେ। ଆଉ ମୁଁ ଧନ୍ୟବାଦ ଦେବି ଆଉ କେନ୍ଦ୍ରୀୟ ଯୋଗାଣ ବିଭାଗର ମନ୍ତ୍ରୀ ଆଦରଣୀୟ ପ୍ରହଲ୍ଲାଦ ଯୋଶୀଙ୍କୁ, ଯିଏ ଆମ କଥା ରଖିଛନ୍ତି ଏବଂ ଗୋଟେ ଅର୍ଡ଼ର ପାସ୍ କରିଛନ୍ତି। ଏ ଭିତରେ 6 ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସେ ଉଠାଇବେ। ସେଥିପାଇଁ ଟାଇମ୍ ଏକ୍ସଟେନସନ୍ ମଧ୍ୟ କରିଛନ୍ତି। ଏପ୍ରିଲ ମାସ ସୁଦ୍ଧା ସେ ଉଠାଇବେ 5 ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଏବଂ 1 ଲକ୍ଷ ମେଟ୍ରିକ୍ ଟନ୍ ର ଚାଉଳ ବା ଅରୁଆ ଚାଉଳ ୟାକୁ ଉଠାଇବେ। ଇଏ ଗୋଟେ ଶୁଭ ଖବର। ଏଥିପାଇଁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବି ଧନ୍ୟବାଦ ଦେବି, କାରଣ ସେ ଚିଠି ଲେଖିଥିଲେ, ରିକ୍ୱେଷ୍ଟ କରିଥିଲେ। ଆଉ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଆଉ ଧନ୍ୟବାଦ ଦେବି। ମାନ୍ୟବର ପ୍ରହଲ୍ଲାଦ ଯୋଶୀଙ୍କୁ ମଧ୍ୟ ଆଉ ଧନ୍ୟବାଦ ଦେବି ଯେ ଓଡ଼ିଶାର ପ୍ରକୃତରେ କ'ଣ ପ୍ରୋବ୍ଲେମ୍ ସେ ବୁଝିପାରିଛନ୍ତି ଏବଂ ସେ ଓଡ଼ିଶା ସହିତ ଅଛନ୍ତି। ଏଇଟା ପ୍ରକୃତରେ କାଲି ତାଙ୍କ ଅର୍ଡ଼ରରୁ
ଜଣାପଡ଼ିଲା। ତେଣୁ ସବୁକୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆମର ଯେତିକି ଉଠେଇବା ଦରକାର, ଆମର 7 ଲକ୍ଷ ମେଟ୍ରିକ୍ ଟନ୍ ଆମ ପାଖରେ ଚାଉଳ ଅଛି, ଆମ ପାଖରେ 6 ଲକ୍ଷ ତ ସେ ଉଠେଇ ନେବେ, ଫାଇନାଲ୍ ହେଇଗଲା। ଆଉ 1,00,000 ମେଟ୍ରିକ୍ ଟନ୍ ଆମେ ଅକ୍ସନ୍ କରିବୁ ବୋଲି ମଧ୍ୟ ପ୍ରସ୍ତୁତ ହେଇଯାଇଛୁ, ତା ପାଇଁ ମଧ୍ୟ ପ୍ରୋସେସ୍ ଜାରି ରହିଛି। ତେଣୁ ଆମ ପାଖରେ ଆଉ ଚାଉଳ ରହିବ ନାହିଁ, ସେ ପ୍ରୋବ୍ଲେମ୍ ରହିବନି ଯେ ଚାଉଳ ଗଦା ହେଇଗଲା, ଏ ସରକାର କିଛି କରୁନାହାନ୍ତି, ସେଭଳି କଥା କିଛି ନାହିଁ। ଡବଲ୍ ଇଞ୍ଜିନ୍ ସରକାର ଡବଲ୍ ସ୍ପିଡ୍ରେ ଚାଲିବ। ଏମାନେ ମାନେ ବିରୋଧୀ ଦଳ କିଛି ନ ପାଇ ଶୂନରୁ ଗୋଟେ ଇସ୍ୟୁ ଉଠାଉଛନ୍ତି, ସେ ଇସ୍ୟୁର କିଛି ମାନେ ନାହିଁ।